ଓହୋ କି ଶୀତ। ଦେଖ ମୋ ନାଟୁଆଙ୍କୁ ଓଢ଼ଣ ଷଷ୍ଠୀରେ ଶୀତ ବସ୍ତ୍ର ପିନ୍ଧି କେମିତି ଘୋଡ଼ ଲାଗି ବେଶ ହୋଇଛନ୍ତି ଆମ ମନୁଆ ଠାକୁର। କ'ଣ ଶାନ୍ତି, ରାତି ବଢ଼ିଲେ ଶୀତ ବଢ଼ୁଛି ନାହିଁ? ଆଚ୍ଛା, କି ନାଟ ତମର ହୋ। ଯେତେବେଳେ ଶୀତୁଆ ରାତିରେ ଯମୁନା କୂଳରେ କେଳି କଦମ୍ବ ମୂଳେ ରାଧାରାଣୀ ସହ ତ୍ରିଭଙ୍ଗୀ ଠାଣିରେ ରାସ ରଚଉଥିଲ, ଏ ଶୀତ କୋଉଠି ଥିଲା? ଦେଖ ତାଙ୍କ ଶୀତ ବସ୍ତ୍ରକୁ, ମଖମଲ ସୂତା କପଡ଼ାରେ, ପୁଣି ବିଭିନ୍ନ ରଙ୍ଗର ବିଭିନ୍ନ ବାରରେ। ରବିବାରେ ନାଲି, ସୋମବାରେ କଳା ଛିଟା ମିଶା ଧଳା, ମଙ୍ଗଳବାରରେ ପଞ୍ଚ ରଙ୍ଗ ମିଶା, ବୁଧବାର ଦିନ ନୀଳ, ଗୁରୁବାର ଦିନ ହଳଦିଆ, ଶୁକ୍ରେ ଧଳା, ଶନିରେ କଳା। ଏ 7 ଗ୍ରହଙ୍କୁ 7 ଦିନରେ ଜଗତପତି ଘୋଡ଼ ବସ୍ତ୍ର ରୂପେ ପିନ୍ଧିବଟି? ଆଚ୍ଛା ଆଚ୍ଛା, ଏମିତି କଥା ନାହିଁ। ଆଚ୍ଛା କହିଲ, ରାମ ଅବତାରରେ ଘୋର ବନସ୍ତରେ ଗେରୁଆ ବସ୍ତ୍ରରେ, ପୁଣି ଫୁଙ୍ଗୁଳା ଦେହରେ, ଗଛ ମୂଳରେ, ଖୋଲା ଆକାଶ ତଳେ କେମିତି ରହୁଥିଲ କି ମନମୋହନ? ସେତେବେଳେ ଶୀତ କୋଉଠି ଥିଲା? ଆଜି ବଡ଼ ମନ୍ଦିର, ବଡ଼ ରତ୍ନ ସିଂହାସନ ଉପରେ ବସିଛ, ପବନ ଟିକେ ବାଜିବନି ମୋ ଦେହରେ, ସେଥିପାଇଁ ମେଘନାଦ ପାଚେରି ରଖିଛ। ଦେହରେ କାକର ଟୋପା ଛାଡ଼, ପାଣି ମୁଣ୍ଡେ ବି ପଡ଼ିବନି ବୋଲି ସେବକ ସେବାୟତ ରଖିଛ। ତାପରେ ବି ଏତେ ଶୀତ? ଆଚ୍ଛା ହଉ ହେଲା, ଘୋଡ଼ ଲାଗିରେ ଭୂଷିତ ହେଇ ଭଲରେ ଥାଅ, ନହେଲେ ଥଣ୍ଡା ଧରିବ ଯେ। ଘୋଡ଼ ଲାଗି ବେଶ